ପିଲାମାନେ, ଆଜି ହେଉଛି ଏଇ ବର୍ଷର ମାନେ 2025 ମସିହାର ଶେଷ ଶନିବାର। ସଙ୍ଗୀତର ସୁରେ ସୁରେ ବାଦ୍ୟଯନ୍ତ୍ରର ତାଳେ ତାଳେ ଆରମ୍ଭ କରିବା ଆଜିର ଏହି ବିଶେଷ କାର୍ଯ୍ୟକ୍ରମ। ଆସ ପିଲେ, ସଙ୍ଗୀତର ମୂର୍ଚ୍ଛନାରେ ଆମେ ସବୁ ହଜିଯିବା ଆଉ ମଜିଯିବା। ଖୋଲିବା ଆମର ସଙ୍ଗୀତ ପସରା। ହଁ ଠାକୁରେ, ତମର ତ ଅନେକ ନାଁ। କିଏ ତମକୁ ଡାକେ ଜଗନ୍ନାଥ ତ କିଏ କାଳିଆ। ସମସ୍ତଙ୍କ ତମେ ଜୀବଧନ, କାହାର ତମେ ଗଳାମାଳିଆ। ଯେତେ ନାମରେ ଯିଏ ଡାକିଲେ ତମେ ଶୁଣିଥାଅ, ତାର ଦୁଃଖ ଦୂର କରିଥାଅ। ଆସ ପିଲେ ଶୁଣିବା ଭକ୍ତି ଗୀତଟିଏ। ଗାଇଛନ୍ତି ଦେବସ୍ମିତା ହୋତା, ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ପିଲାମାନେ, ସତରେ ଆମ ଦେଶ କେତେ ମହାନ। ସାରା ଜଗତରେ ଏଭଳିଆ ଦେଶ ଆଉ ନାହିଁ। ସୁନାର ଦେଶ ଆମ ଭାରତ। ଏଠି ଜନ୍ମ ନେଇ ଆମେ ସମସ୍ତେ ଗର୍ବିତ। ଦେଶବନ୍ଦନାଟିଏ ଗାଇ ଶୁଣାଉଛନ୍ତି ପୂଜାର୍ଚ୍ଚନା ଦାସ। ଗୀତଟିକୁ ଲେଖିଛନ୍ତି ସ୍ନେହଲତା ମହାନ୍ତି। पवित्र
କହିଲ ପିଲାଏ, ବିନା ବାଜାରେ ଗୀତ ଶୁଣିବାକୁ କ'ଣ ଭଲ ଲାଗେ? ନା, ଆଦୌ ଭଲ ଲାଗେନି। ଗୀତ ପଛରେ ଯେତେବେଳେ ବାଜା ବାଜେ ସେତେବେଳେ ଗୀତଟିର ମଜା ବଢ଼ିଯାଏ। ତମେମାନେ ତ ଏବେ 2ଟି ଗୀତ ଶୁଣିଲ। ଚାଲ ଏବେ ଶୁଣିବା ଏକକ ଯନ୍ତ୍ର ସଙ୍ଗୀତ। ତମେ ଜାଣିଛ ତବଲାରେ କେତେ ପ୍ରକାରର ତାଳ ଅଛି? ତ୍ରିତାଲ, ଦାଦ୍ରା, କହରବା। ଆଜି ତମକୁ ତ୍ରିତାଲ ବଜେଇ ଶୁଣାଉଛନ୍ତି ତ୍ରିଲୋକ କୁମାର ରାୟ। ମନ ଦେଇ ବସି ଶୁଣ।
ପିଲାଏ, ଯାହା ଆଜି ବର୍ତ୍ତମାନ, କାଲି ତାହା ଅତୀତ। ଆମେ ସବୁବେଳେ ଭବିଷ୍ୟତକୁ ଆଖିରେ ରଖି କାମ କରିଥାଉ, କିନ୍ତୁ ଅତୀତର ସ୍ମୃତି, ଅତୀତର ଶିକ୍ଷା, ଅତୀତର ଅନୁଭୂତି ଆମକୁ ଭବିଷ୍ୟତ ଜୀବନରେ ବାଟ କଢ଼େଇ ନିଏ। ଅତୀତର ଅନୁଭୂତିକୁ ସାଉଁଟି ଆଣି ବର୍ତ୍ତମାନ ପାଦକୁ ସଳଖି ଆମେ ଭବିଷ୍ୟତରେ ଆଗକୁ ଠିକ୍ ଭାବରେ ଚାଲିପାରିଥାଉ। ଚାଲ ପିଲେ, ଶୁଣିବା ଆଲୋଚନାଟିଏ। ଆସୁଛି ନୂଆ ବରଷ, କହିଛନ୍ତି ପ୍ରତିମା ଶତପଥୀ। ପିଲାମାନେ, ପ୍ରତ୍ୟେକ ଦିନର ସୂର୍ଯ୍ୟୋଦୟ ଆଣିଦିଏ କେତେ ନୂତନ ଆଶା, ନୂତନ ସମ୍ଭାବନା ଓ କିଛି କରିବାର ସଂକଳ୍ପ। ପ୍ରତ୍ୟେକଟି ଦିନ ତ ସ୍ୱତନ୍ତ୍ର, କାହିଁକି ନା ସେଇ ଦିନଟି ଜୀବନରୁ ଥରେ ଚାଲିଗଲେ ଆଉ ଫେରିବ ନାହିଁ। ଏହିପରି ଦିନ ଦିନ ମିଶି 365 ଦିନରେ ହୁଏ ଗୋଟିଏ ବର୍ଷ, ଆଉ ପ୍ରତି 4 ବର୍ଷରେ ବର୍ଷକ ହୁଏ 366 ଦିନ। ସେଇ ବର୍ଷ ଫେବୃଆରୀ ମାସ ହୁଏ 29 ଦିନ, ଯାହାକୁ କୁହାଯାଏ ଅଧିବର୍ଷ ଓ ଇଂରାଜୀରେ ଲିପ୍ ଇୟର। ଏହିପରି ଅତି ଦ୍ରୁତ ଗତିରେ ସମୟ ଗତି କରି ଚାଲିଛି। କୁହାଯାଏ, ଯିଏ ସମୟ ସହ ତାଳ ଦେଇ ଯାଇପାରେ ସେ ହିଁ ତ ଜୀବନରେ ସଫଳତା ପାଏ। ସମୟର ଗତି ଠିକ୍ ନଈର ସୁଅ ପରି ତୀବ୍ର, ଅତି ବେଗରେ ଚାଲିଛି ଯେ ଚାଲିଛି। ଆଉ ମାତ୍ର କିଛି ଘଣ୍ଟା, କିଛି କ୍ଷଣ ପରେ ଜାନୁଆରୀ 1ର ନୂତନ ସୂର୍ଯ୍ୟୋଦୟର ସକାଳକୁ କରିବା ସ୍ୱାଗତ। ଯେଉଁ ନୂଆବର୍ଷ ଜୁଲିଆନ୍ କ୍ୟାଲେଣ୍ଡର ଆରମ୍ଭରୁ ମୁଖ୍ୟତଃ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଜାନୁଆରୀ 1 ତାରିଖରେ ପାଳିତ ହୁଏ ସମଗ୍ର ପୃଥିବୀରେ। ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂତନ ବର୍ଷକୁ ସ୍ୱାଗତ କରିବା, ଏହା ତ ଆମ ପରମ୍ପରା ଓ ସଂସ୍କୃତି ସହ ଓତପ୍ରୋତ ଭାବେ ଜଡ଼ିତ, ଯାହାକି ଆମ ଜୀବନକୁ ସରସ ସୁନ୍ଦର କରିବା ସହିତ କରେ ଶୃଙ୍ଖଳିତ। କିନ୍ତୁ ଏତିକି ମନେ ରଖିବ ପିଲାମାନେ, ପ୍ରତ୍ୟେକ ଦିନର ପ୍ରତି ମୁହୂର୍ତ୍ତ ହେଉଛି ଏକ ଏକ ମୂଲ୍ୟବାନ ରତ୍ନ। ଏ ରତ୍ନକୁ ହେୟ ମନେ କରି ଫିଙ୍ଗିଦେବା ନାହିଁ। ଏହି ପ୍ରସଙ୍ଗରେ ମନେ ପଡ଼େ ଏକ ସୁନ୍ଦର ଉପାଦେୟ କାହାଣୀଟିଏ। ଜଣେ ବ୍ୟକ୍ତି ବହୁତ ଭଲ ପାଠ ପଢ଼ି ବିଦେଶରେ ଉଚ୍ଚ ପଦବୀରେ ଅଧିଷ୍ଠିତ ଥାଆନ୍ତି। ସେ ବରାବର ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଗାଁକୁ ଆସନ୍ତି, କିନ୍ତୁ ସେଇ ଗାଁର ଲୋକମାନଙ୍କ ମନରେ ସର୍ବଦା କୌତୂହଳ ସୃଷ୍ଟି ହୁଏ ଯେ ଏ ଗାଁରେ ତ ତାଙ୍କ ଘର ନୁହେଁ, କି ବନ୍ଧୁବାନ୍ଧବ ସାଙ୍ଗସାଥି କେହି ବି ନାହାନ୍ତି, ସେ କାହିଁକି ଆସୁଛନ୍ତି? ବୁଝୁ ବୁଝୁ ଜଣାପଡ଼ିଲା ଯେ ସେ ଗାଁରେ ତାଙ୍କ ଗୁରୁ ରହନ୍ତି। ପୁଣି ମନରେ ପ୍ରଶ୍ନ, ଏଇ ଗୁରୁଙ୍କ ପାଖରେ ସେ କେଉଁଠି କେବେ ପାଠ ପଢ଼ୁଥିଲେ ଯେ? ଏସବୁ ଶୁଣି ଶୁଣି ସେ ଭଦ୍ରବ୍ୟକ୍ତି ଉତ୍ତରରେ କହିଥିଲେ, ସେ ମୋର କେଉଁଠି ସିଧାସଳଖ ଗୁରୁ ନଥିଲେ, କିନ୍ତୁ ଗୋଟିଏ ଦିନ ଆମ ଶ୍ରେଣୀ ଶିକ୍ଷକ ଅନୁପସ୍ଥିତ ଥିବା ସମୟରେ ତାଙ୍କ ଜାଗାରେ ସେ ଆମ ଶ୍ରେଣୀକୁ ଆସିଥିଲେ। କିନ୍ତୁ ଆଉ ଗୋଟିଏ କଥା ଯେ କୌଣସି ପାଠ ବିଷୟ ସେ ପଢ଼ାଇ ନଥିଲେ, ନା ଗଣିତ, ନା ସାହିତ୍ୟ, ନା ଇଂରାଜୀ, ନା ବିଜ୍ଞାନ, ନା ସଂସ୍କୃତ, କିଛି ବି ପଢ଼ାଇ ନଥିଲେ। ତାଙ୍କ ମନରୁ ସେ ଗୋଟିଏ ପ୍ରଶ୍ନ ଆମକୁ ପଚାରିଥିଲେ। କହିଥିଲେ, ପିଲାମାନେ, ତମକୁ ଯଦି ଗୋଟିଏ ଦିନରେ 86,400 ଟଙ୍କା ଦିଆଯାଏ, ତୁମେ ତାକୁ କେମିତି ଖର୍ଚ୍ଚ କରିବ? କିଏ କହିଲା ଘର ପାଇଁ ଦରକାରୀ ଜିନିଷ କିଣିବି ତ, କିଏ କହିଲା ବାପା ମାଆଙ୍କୁ ପଚାରି ତାଙ୍କ ଖୁସି ପାଇଁ ଯାହା କହିବେ ତାହା କିଣିବି, ଆଉ କିଏ କହିଲା ଘରର ସମସ୍ତଙ୍କ ପାଇଁ ଦାମୀ ଦାମୀ ଲୁଗା, ଜାମା, ଭଲ ଭଲ ଖାଇବା ଜିନିଷ କିଣିବି ତ, କିଏ କହିଲା ସୁନା ଗହଣା କିଣିବା କଥା, କିଏ କଣ୍ଢେଇ, ଖେଳନା, ବହିପତ୍ର, ଏମିତି ଅନେକ କଥା ପିଲାମାନେ କହିଗଲେ। ହେଲେ ଜଣେ ପିଲା କହିଲା, ମୁଁ ଯାହା ବି ଖର୍ଚ୍ଚ କରିବି ଠିକ୍ ବାଟରେ କରିବି। ଆଉ ସେଇ ପିଲା ଜଣକ ହେଉଛନ୍ତି ଏଇ ଭଦ୍ର ବ୍ୟକ୍ତି। ପୁଣି ସମସ୍ତଙ୍କ ମନରେ ସଂଶୟ ସୃଷ୍ଟି ହେଲା ଯେ ସେ କ'ଣ ଏମିତି ଗୁରୁଙ୍କ ସହ ଯୋଡ଼ି ହୋଇଗଲେ ଏଇ ସାମାନ୍ୟ କଥାରେ, ଯେଉଁଠି ନିଜର ପିଲାମାନେ ଆଜିକାଲି ବିଦେଶରେ ଥିଲେ ବର୍ଷକୁ ଥରେ ବାପା ମାଆଙ୍କୁ ଦେଖିବାକୁ ଆସିପାରୁନାହାନ୍ତି, ଅଥଚ ଏଇ ବ୍ୟକ୍ତି ଜଣକ ପ୍ରତ୍ୟେକ ବର୍ଷ ଆସୁଛନ୍ତି। ସେ ସେଇଠି କହିଥିଲେ, ଗୁରୁ ଯେଉଁ 86,400 ଟଙ୍କା କଥା କହିଥିଲେ, ସେ ଟଙ୍କା ନୁହେଁ, ଏହା ଗୋଟିଏ ଦିନର ସେକେଣ୍ଡର ହିସାବ। ଗୁରୁଙ୍କର କଥା ଥିଲା ଏହାର ସତ୍ ବିନିଯୋଗ କିପରି କରିବ, ଏବଂ ଛାତ୍ରଟିର ଉତ୍ତର
ଯାହା ବି କରିବି ଭଲ ବାଟରେ ଖର୍ଚ୍ଚ କରିବି। ଏଇ ପ୍ରଶ୍ନଟିରେ ସେ ଏତେ ପ୍ରଭାବିତ ହୋଇଯାଇଥିଲେ ଯେ ସେଇ ପ୍ରେରଣା ତାଙ୍କୁ ଉଚ୍ଚ ପଦବୀରେ ଅଧିଷ୍ଠିତ କରିପାରିଛି ବୋଲି ମୁକ୍ତକଣ୍ଠରେ ସ୍ୱୀକାର କରିବା ସହ ଗୁରୁଭକ୍ତିର ପରାକାଷ୍ଠା ପ୍ରଦର୍ଶନ ପାଇଁ ଧାଇଁ ଆସନ୍ତି ପ୍ରତ୍ୟେକ ବର୍ଷ। ଗୁରୁ ଦକ୍ଷିଣା ଦେବା ସହ ଗୁରୁଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରି ପୁଣି ଫେରିଯାଆନ୍ତି ବିଦେଶ। ଏହା ହିଁ ତ ସମୟର ମୂଲ୍ୟ। ତେଣୁ ନୂଆ ବର୍ଷକୁ ତ ସ୍ୱାଗତ କରିବା ନିଶ୍ଚୟ। ତା ପୂର୍ବରୁ ସରିଯାଉଥିବା ବର୍ଷରେ ଆସ ଆମେ ସମୀକ୍ଷା କରିବା ଆମେ ଆମ ଦେଶ, ଆମ ସମାଜ, ଆମ ପରିବାର ତଥା ନିଜର ଉନ୍ନତି ପାଇଁ କ'ଣ କ'ଣ କରିଛେ। ବର୍ଷକ ଭିତରେ କେତେ ଅଭିଜ୍ଞତା, କେତେ ଅନୁଭୂତି ଅର୍ଜନ କରିଛେ ସେସବୁର ବିଚାର ମଧ୍ୟ କରିବା। ଆଉ କେତେ ଝଡ଼ଝଞ୍ଜାରୁ ପ୍ରଭୁ ଆମକୁ ରକ୍ଷା କରିଛନ୍ତି ସେଥିପାଇଁ ପ୍ରଭୁଙ୍କ ନିକଟରେ କୃତଜ୍ଞତା ତ ନିଶ୍ଚୟ ଜଣାଇବା। ଆମେ ଭାବିବା ଉଚିତ, ଯାଉଛି ପୁରୁଣା ବରଷ, ଆସୁଛି ନୂଆ ବରଷ। ଏ ଯିବା ଆସିବା ମଧ୍ୟରେ କ'ଣ କିଛି ବ୍ୟବଧାନ ଅଛି କି? ନା, ବରଂ ପୁରାତନ ବର୍ଷର ଶେଷ ଯେଉଁ ମୁହୂର୍ତ୍ତରେ ହେଉଛି, ନୂତନ ବର୍ଷର ଅୟମାରମ୍ଭ ତ ସେଇ ମୁହୂର୍ତ୍ତରୁ। ତେଣୁ ଏଥିରେ ନାହିଁ ବ୍ୟବଧାନ, ଅଛି ନିରବଚ୍ଛିନ୍ନତା। ଆଉ କିଛି ମୁହୂର୍ତ୍ତ, କିଛି ସମୟ, କିଛି ଘଣ୍ଟା ପରେ ଭଗବାନ ପୁଣି ଗୋଟିଏ ନୂଆ ବର୍ଷର ନୂଆ ସକାଳ ଆମକୁ ଉପହାର ଦେବେ, ଦେଖିବାର ସୁଯୋଗ ଦେବେ। ଏଇ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ବିଶ୍ୱବାସୀ କେତେ ଆନନ୍ଦ ଉଲ୍ଲାସ ଉନ୍ମାଦନାରେ ବିଭୋର ହୋଇଯିବେ। ସାରା ପୃଥିବୀ ହୋଇଯିବ ଚଳଚଞ୍ଚଳ। ସତେ ଯେପରି ବିଶ୍ୱର ଏହା ଏକ ମହାନ ପର୍ବ। ଏଇ ଉଦ୍ଦେଶ୍ୟରେ ପୃଥିବୀର ଅନେକ ଦେଶ ତ ନୂଆବର୍ଷର ପ୍ରଥମ ଦିନକୁ ସରକାରୀ ଛୁଟି ରୂପେ ଘୋଷଣା କରିଥାନ୍ତି। ବର୍ଷର ଶେଷ ଦିନ ଡିସେମ୍ବର ମାସ 31 ତାରିଖ ରାତିରୁ ଆରମ୍ଭ ହୋଇଯାଏ ବିଭିନ୍ନ ପ୍ରକାର ମନଛୁଆଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବେତାର ଓ ଦୂରଦର୍ଶନରେ ଭିନ୍ନ ଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହିତ ରଙ୍ଗୀନ ଆଲୋକମାଳାର ସାଜସଜ୍ଜାରେ ଝଲସି ଉଠେ ଗାଁ ଦାଣ୍ଡଠାରୁ ସହର ବଜାରର ଚତୁର୍ଦିଗ। ନୃତ୍ୟ, ଗୀତ, ଭୋଜି ଭାତ, ବାଣ ବାଜା ରୋଷଣୀରେ ପ୍ରକମ୍ପିତ ହୋଇଉଠେ ଧରଣୀରାଣୀ। ଏପରିକି ଲେଖକମାନଙ୍କ ଲେଖନୀରୁ ନିଃସୃତ ନୂଆବର୍ଷ ଉପଲକ୍ଷେ ଗଳ୍ପ, କବିତା ଆଦି ପତ୍ରପତ୍ରିକା ତଥା ଖବରକାଗଜର ପୃଷ୍ଠା ମଣ୍ଡନ କରନ୍ତି। ଡିସେମ୍ବର ମାସ ସାରା ମୌଜ ମଜଲିସର ବଣଭୋଜିରେ ମସଗୁଲ ହୋଇଯାଆନ୍ତି ଆବାଳ ବୃଦ୍ଧ ବନିତା। କି ଆମୋଦଦାୟକ ସତେ! ତା ସହିତ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତା ଦେବାର ପରମ୍ପରା ତ କାହିଁ କେଉଁ କାଳରୁ ଗଡ଼ି ଆସୁଛି। ଯଦିଓ ସମୟ ଅନୁସାରେ ଶୁଭେଚ୍ଛା ବାର୍ତ୍ତାର ଧାରା ଏବେ ବଦଳି ଯାଇଛି। ଆଗରୁ ପୋଷ୍ଟକାର୍ଡ଼ ତଥା ଗ୍ରିଟିଂସ୍ କାର୍ଡ଼ରେ ଦିଆଯାଉଥିବା ନବବର୍ଷର ଶୁଭେଚ୍ଛା ଏବେ ଆଉ କାହିଁ ଦୃଷ୍ଟିଗୋଚର ହେଉନାହିଁ ତ, ବରଂ ମୋବାଇଲ ଫୋନ୍ ଭର୍ତ୍ତି ହେଇଯାଉଛି ସେଇ ବାର୍ତ୍ତାରେ। ସତରେ କେତେ ଉନ୍ମାଦନା, କେତେ ଉଲ୍ଲାସ, କେତେ ପୁଲକ ଭରିଦିଏ ଏଇ ନୂଆବର୍ଷ। ସକାଳୁ ସକାଳୁ ମନରେ ଭରିଯାଏ ଅଫୁରନ୍ତ ଆନନ୍ଦ। କିଏ ଯାଆନ୍ତି ମନ୍ଦିର ତ, କିଏ ମସଜିଦ, ଆଉ କିଏ ଗିର୍ଜା। ପ୍ରଭୁଙ୍କୁ ଦର୍ଶନ କରନ୍ତି ତଥା ପ୍ରାର୍ଥନା କରି ଆଶୀଷ କାମନା କରିଥାନ୍ତି। ପୁଣି ଫୁଲତୋଡ଼ା ଉପହାର ନେଇ କେହି ଆପଣାର ସାଙ୍ଗସାଥୀ ବନ୍ଧୁବାନ୍ଧବ ପରିଜନକୁ ଭେଟି ଶୁଭେଚ୍ଛା ଜଣାଇବା ପୂର୍ବକ ଭାବ ବିନିମୟ କରିଥାନ୍ତି ତ କିଏ ଗୁରୁ ଗୁରୁଜନଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରନ୍ତି। କେବଳ ଏତିକି କହିଲେ ତ ଯଥେଷ୍ଟ ହେବ ନାହିଁ। ଭାରତବର୍ଷର ବିଭିନ୍ନ ରାଜ୍ୟମାନଙ୍କର ସ୍ୱତନ୍ତ୍ର ନୂଆବର୍ଷ ପାଳନର ବ୍ୟବସ୍ଥା ମଧ୍ୟ ରହିଛି। ପ୍ରତ୍ୟେକ ସ୍ୱକୀୟ ବିଧି ବ୍ୟବସ୍ଥା ଓ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ସେ ସବୁକୁ କରିଥାନ୍ତି। ଏପରିକି ବିଭିନ୍ନ ରାଜ୍ୟମାନେ ପାଳୁଥିବା ନବବର୍ଷର ନାମ ମଧ୍ୟ ଭିନ୍ନ ଭିନ୍ନ। ଯେମିତି ଆସାମର ନବବର୍ଷ ବିହୁ ନାମରେ ନାମିତ ହୋଇଥିବା ବେଳେ ତାମିଲନାଡୁର ପୁଠାଣ୍ଡୁ, କେରଳର ଭିସୁ ତ ପଶ୍ଚିମବଙ୍ଗର ପହିଲା ବୈଶାଖ। ମହାରାଷ୍ଟ୍ର ପାଳନ କରେ ଗୁଡ଼ି ପଡ଼ୁଆ, ପଞ୍ଜାବର ବୈଶାଖୀ ଓ ଆନ୍ଧ୍ରର ଉଗାଡ଼ି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମ ଓଡ଼ିଶାର ନୂଆବରଷ ଓଡ଼ିଆ ନବବର୍ଷ। ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ପଣା ସଂକ୍ରାନ୍ତି ନାମରେ ବେଶ ପରିଚିତ। ବୈଶାଖ ମାସର
ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ମୁଖ୍ୟତଃ ବେଲ, ଦହି, ଛେନା, ନଡ଼ିଆ, ଚିନି ଆଦି ମିଶ୍ରଣରେ ସୁସ୍ୱାଦୁ ପଣା ପ୍ରସ୍ତୁତ କରିବାର ପରମ୍ପରା କାହିଁ କେଉଁ କାଳରୁ ଆମ ଓଡ଼ିଆ ଘରେ ଘରେ ରହିଆସିଛି। ପରିବାରର ସଦସ୍ୟମାନେ ଏକତ୍ର ପଣା ପିଇ ବେଶ୍ ମନ ଆନନ୍ଦରେ ଧୁମଧାମରେ ଏ ପର୍ବ ପାଳନ କରନ୍ତି। ଏପରିକି ସ୍ୱେଚ୍ଛାସେବୀ ସଂସ୍ଥାମାନେ ମଧ୍ୟ ବିପୁଳ ପରିମାଣର ପଣା ପ୍ରସ୍ତୁତ କରି ପଥଚାରୀମାନଙ୍କ ମଧ୍ୟରେ ବଣ୍ଟନ କରିଥାନ୍ତି। ଆମ ଓଡ଼ିଆ ସଂସ୍କୃତି ଓ ଧର୍ମ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଆମ ସାମାଜିକ, ଆଧ୍ୟାତ୍ମିକ ତଥା ପାରିବାରିକ ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପରିଚିତ ନୂତନ ପାଞ୍ଜି ଏହି ଦିନରୁ ହିଁ ତ ପ୍ରଚଳିତ ହୋଇଥାଏ। ଏହାଛଡ଼ା ଆଉ ଏକ ଅନନ୍ୟ ବିଧି ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ପାଳିତ ହୁଏ। ରୌଦ୍ରତାପରୁ ସେଇ ତୁଳସୀ ବୃକ୍ଷକୁ ସୁରକ୍ଷା ଦେବା ପାଇଁ ଧାର୍ମିକ ପରମ୍ପରା ଅନୁଯାୟୀ ବସନ୍ତରା ଠେକି ନାମରେ ପରିଚିତ ଏକ ଛୋଟ କଳସୀ ଗୋଟିଏ ମାସ ପାଇଁ ପଣା ସଂକ୍ରାନ୍ତି ଠାରୁ ପରବର୍ତ୍ତୀ ଉଠା ସଂକ୍ରାନ୍ତି ପର୍ଯ୍ୟନ୍ତ ଚଉରା ମୂଳରେ ବସାଯାଇଥାଏ। ଗହମ, ବୁଟ ଆଦିରେ ପ୍ରସ୍ତୁତ ଛତୁଆ ତହିଁରେ ଭୋଗ କରାଯାଏ। ସେଇ ଠେକି ତଳର ଛିଦ୍ର ଦେଇ ଟୋପା ଟୋପା ପାଣି ତୁଳସୀ ବୃକ୍ଷରେ ପଡ଼ି ତାକୁ ସତେଜ ରଖେ। ସତରେ ଆମ ପରମ୍ପରା କି ସମୃଦ୍ଧ! ଧର୍ମ ସହ ବିଜ୍ଞାନର ଏହା ଏକ ଅପୂର୍ବ ସମନ୍ୱୟ। ଏକ ନୂତନ ସମ୍ଭାବନାର ପ୍ରତୀକ ହିଁ ତ ନୂଆ ବରଷ। ବିଶିଷ୍ଟ ଦାର୍ଶନିକ ପ୍ଲାଟୋଙ୍କ କଥା ଅନୁସାରେ ଯେକୌଣସି କାର୍ଯ୍ୟର ଆରମ୍ଭ ହିଁ ସର୍ବାଧିକ ଗୁରୁତ୍ୱ ବହନ କରେ। ତାଙ୍କ କଥାକୁ ସମ୍ମାନ ଦେଇ ପୁରାତନ ବର୍ଷର ସମସ୍ତ ମନ୍ଦ ଅଭିଜ୍ଞତା, ମନ୍ଦ ଅଭ୍ୟାସ ଓ ନକାରାତ୍ମକ ଚିନ୍ତାଧାରାକୁ ପରିହାର କରି ଏକ ସକାରାତ୍ମକ ମନୋଭାବ ନେଇ ସୁଖ, ସମୃଦ୍ଧି, ଶାନ୍ତି ଓ ଆଶାର ଆଲୋକ ନିଜେ ଦେଖିବା ସହ ଅନ୍ୟମାନଙ୍କୁ ଦେଖେଇବାର ସଂକଳ୍ପ ନେଇ ନୂତନ ବର୍ଷକୁ ସ୍ୱାଗତ କରିବା। ଏକ ସମୃଦ୍ଧ ସମାଜ ଗଠନ କରିବାର ସ୍ୱପ୍ନକୁ ସାକାର କରିବା ସହିତ ଅନ୍ୟମାନଙ୍କ ସେବାରେ ନିଜକୁ ହଜାଇ ଦେବା। ସୁସ୍ଥ ନିରୋଗ ଜୀବନଯାପନ କରିବାର ପ୍ରଚେଷ୍ଟା ଜାରି ରଖି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଦୃଢ଼ ପ୍ରତିଜ୍ଞା ହେଉ ଆସୁଥିବା ନୂଆ ବରଷର ଅନୁଚିନ୍ତା। ଶୁଣିଲେ ପିଲେ ଆଲୋଚନା ଆସୁଛି ନୂଆ ବରଷ, କହିଥିଲେ ପ୍ରତିମା ଶତପଥୀ। ପିଲାମାନେ, ଆଜି ତ ସମୟ ସରିବାକୁ ବସିଲାଣି। ଆଜିର ଏହି କାର୍ଯ୍ୟକ୍ରମ ତମକୁ କେମିତି ଲାଗିଲା ସେ ବିଷୟରେ ନିଶ୍ଚୟ ଚିଠି ଲେଖି ଆମ ପାଖକୁ ପଠାଇବ। ଚିଠି ଲେଖିବାର ଠିକଣା ହେଲା କିଶୋର ଚକ୍ର କାର୍ଯ୍ୟକ୍ରମ ମାର୍ଫତ, କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍କୋଡ୍ 753001। ହଁ ରେ ପିଲେ, ତମ ସହ ପୁଣି ଥରେ ଦେଖା ହେବ ନୂଆ ବର୍ଷରେ, ମାନେ 2026 ମସିହାରେ। ଏହି ବର୍ଷର ଶେଷ କାର୍ଯ୍ୟକ୍ରମ ତମମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମକୁ ତେବେ ଏଇଠି ରଖି ଉଠିବା।